ପଲ୍ଲବୀ ଆଦର୍ଶଙ୍କୁ ଆରେଷ୍ଟ କରି ନେଇଯାଉଥିବାର ଦେଖିକି ମାୟା ବେହୋସ ହୋଇ ପଡ଼ିଯାଉଛନ୍ତି। ଆଉ ତାପରେ ନ୍ୟୁଜ୍ ରିପୋର୍ଟର ପଲ୍ଲବୀଙ୍କୁ କହୁଛନ୍ତି, ମ୍ୟାଡ଼ାମ୍ କ'ଣ ସତରେ ଆପଣଙ୍କ ହଜବେଣ୍ଡ ଆଦର୍ଶ ମହାପାତ୍ର ଆଇନ ବିରୁଦ୍ଧରେ ଯାଇ ସରକାରଙ୍କ ଜମିକୁ ହଡ଼ପ କରିଛନ୍ତି କି? ନ୍ୟୁଜ୍ ରିପୋର୍ଟରଙ୍କ ପାଖରୁ ଏମିତି କଥା ଶୁଣିବା ପରେ ପଲ୍ଲବୀ ନ୍ୟୁଜ୍ ରିପୋର୍ଟରଙ୍କୁ କହୁଛନ୍ତି, ମୋ ହଜବେଣ୍ଡ ହେଉଛନ୍ତି ନିର୍ଦ୍ଦୋଷ, ଏଥିରେ ମୋର ଟିକେ ବି ସନ୍ଦେହ ନାହିଁ। ମୋତେ ଏବେ ଖାଲି ମୋର ଡ୍ୟୁଟି କରିବା ପାଇଁ ପଡ଼ୁଛି, ସେଥିପାଇଁ ମୁଁ ତାଙ୍କୁ ଆରେଷ୍ଟ କଲି। କିନ୍ତୁ ବହୁତ ଜଲ୍ଦି ଏ ସତ ସମସ୍ତଙ୍କ ସାମ୍ନାକୁ ଆସିଯିବ, ଆଉ ସେ ସତକୁ ମୁଁ ଆପଣମାନଙ୍କ ସାମ୍ନାକୁ ନେଇ ଆସିବି। ପଲ୍ଲବୀ ଏମିତି କଥା କହିବା ପରେ ଆଦର୍ଶ ନ୍ୟୁଜ୍ ରିପୋର୍ଟରଙ୍କୁ କହୁଛନ୍ତି, ମୁଁ ବି ଗୋଟେ କଥା କ୍ଲିୟର କରିଦେବା ପାଇଁ ଚାହୁଁଛି, ମୋର ବି ମୋ ୱାଇଫ୍ଙ୍କ ଏଗେନଷ୍ଟରେ କୌଣସି ବି ଅଭିଯୋଗ ନାହିଁ, କାହିଁକିନା ପଲ୍ଲବୀ କେବଳ ନିଷ୍ଠାର ସହିତ ତାଙ୍କର ଡ୍ୟୁଟି କରୁଛନ୍ତି। ଆଉ ସେଥିପାଇଁ ମୁଁ ପଲ୍ଲବୀଙ୍କ ଉପରେ ଗର୍ବ ଅନୁଭବ କରୁଛି। ପଲ୍ଲବୀ ମୋତେ ଆରେଷ୍ଟ କରିସାରିବା ପରେ ବି ସେ ମଧ୍ୟ ଜାଣିଛନ୍ତି ମୁଁ ନିର୍ଦ୍ଦୋଷ, ଏକଥା ସେ ଫିଲ୍ କରିସାରିଛନ୍ତି। ବାସ୍ ଏତିକି ମୋ ପାଇଁ ଯଥେଷ୍ଟ। ତେବେ ଦର୍ଶକ ବନ୍ଧୁ, ପଲ୍ଲବୀ ଆଦର୍ଶଙ୍କୁ ଆରେଷ୍ଟ କରିବା ପରେ ବି ଆଦର୍ଶ ପଲ୍ଲବୀଙ୍କୁ ଯେଭଳି ଭାବେ ସପୋର୍ଟ କରୁଛନ୍ତି, ଆପଣମାନଙ୍କୁ ଭଲ ଲାଗୁଛି କି? ଯଦି ହଁ, କମେଣ୍ଟରେ ୟେସ୍ ଲେଖନ୍ତୁ।